ସେ ବିଲରେ ମାଛ ମାରି ନାହାନ୍ତି କି? ସେ ଚୁନା ମାଛ ଭଲ ନାହିଁ, ସେଟା ଆଖି ହେନେ ପାର ହବ ଆଉ। ହଁ ନା ସେଠି ଗୋଟେ ବା ଖାଲ ଖୋଳା ହେଇଛି, ସେ ଖାଲ ଇଏ ହେଇକି ପୁରା ଅଛି, ମାନେ କ'ଣ କହନି ସେଠି ବା ଚୁନା ମାଛଟା ପ୍ରବଳ ଅଛନ୍ତି ସେଇ ଖାଲର। ସେଟା ପ୍ରଧାନର ଖାଲି କାହା କଲ ମୁଁ ଜାଣିନି, ବଢ଼ା ଯାଇନି ଜାଲ ପକଉଥିଲା। ହଁ ଚୁନା ମାଛ ଏଠି ସବୁ ଭଲ ଅଛନ୍ତି। ତୋ କଥା ସବୁ ଚିଠା ଅଛି ନା କ'ଣ? ତୋ କଥା ସବୁ ଚିଠା ଅଛି ନା କ'ଣ? ତାହେଲେ ସବୁ ଉଠିଆ ଦେଖା ତୁ ଯୋଉ ବାଟ କରୁଛୁ ଆଉ କ'ଣ? ଆଉ ଲୋକ ତ କହୁଛନ୍ତି ଯେ ବିରାଦା କ'ଣ ଏବେ ରାଜନୀତି କଲାଣି, ସିଏ ଯାହା କହୁଛି ସେଇଆ ହଉଛି। ଆଉ ଲୋକ ତ କହୁଛନ୍ତି ବିରାଟ ଯାହା କହୁଛି ସେଇଆ ହଉଛି। ମୁଁ କେମିତି ଜାଣିବି? ଜଣେ ମୁଁ ଜାଣିବି ନା କେମିତି ଜାଣିବି? ତାର ପାଉଟ ଫାଉଟ କାଟୁଛୁ? ହଁ ଭାରି ଜୋର ମାରୁଛୁ ନା। ପାଉଟ କାଟୁ କାହିଁ ମୁଁ ଦେଖିପାରୁନି। ଆଉ ଦେଖିକି କାଟିବୁ ନାଇଁ? ମୁଁ ଜାଣିବି କିନ୍ତୁ ପାଉଟ କାଟୁଛୁ କ'ଣ କାଟୁଛୁ। ଏଠି ଚୁଗୁଲି ଏମିତି କଥାବାର୍ତ୍ତା ଚଲେଇଛୁ ନା। ଘରେ ଖାଇଦେଇକି ବିଦା କରିଦେବି, ଏଠି ଆସିକି ଖାଲି ମିଛର ଧାନ ଗୁଡ଼ା କାଟୁଛୁ, ବାଡ଼ା ବାଡ଼ି କିଛି ନାହିଁ। ଫେର ସିଏ ହେପି, ସିଏ ଗଲା ସେଟା ଆଗ ଯାଇ ଷ୍ଟ୍ରାଇକ୍ କରିବ ବା। ତ ସବୁ ଏତିକିର କେତେ ବସ୍ତା ହବ ଧାନ? 1.5 ମାଣେ ମାନେ ମିନିମମ୍ ମୁଁ ଭାବୁଛି 40 ବସ୍ତା ଖଣ୍ଡେ ହବ ଆଉ। 40 ବସ୍ତାରେ ବିକିବୁ କେତେ ଆଉ ରଖିବୁ କେତେ? ରଖିବୁ ନାଇଁ କିଛି? ସିଏ ବି ଠିକ, ଗଭର୍ଣ୍ଣମେଣ୍ଟ ଚାଉଳ ତ ଖାଇପାରୁ। ସେଟା ଆମକୁ ଘରୁ ଧକ୍କା ମାରି କେଉଁଠୁ କାଢ଼ି ସାରନ୍ତେନି, ବୁଝିଲ ନା? ଖାଲି ରାସନ ଚାଉଳ ଗୋଟେ ମିଳୁଛି ବୋଲି ସେଟା ଘରେ ଅଟକେ, ନହେଲେ କେବେଠୁ ଧକ୍କା ମାରିକି କାଢ଼ି ସାରନ୍ତେନି ଆମ ଘରୁ। ଖାଲି ରୋଜଗାର ନେଇ ବୁଲିକି ଖିଆ ହଉଛି, ଧକ୍କା ମାରିକି କାଢ଼ି ସାରନ୍ତେନି। ଖାଲି ଗୋଟେ ରାସନ ଚାଉଳ ଗୋଟେ ମିଳୁଛି ବୋଲି ରଖିବା କଥା ନା। କ'ଣ କହୁଛୁ? ଏଟା ହଁ ମାରିବୁ ନା, ଏକୁଟିଆ ଗୋଟେ ପ୍ରେସର ହେଇବନି ମୋ ଉପରେ।